ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳର ଜଣେ 15 ବର୍ଷର ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗୋଡ଼ା ଗାଁର ଜିତେନ କୁମାର କାଣ୍ଡିଙ୍କୁ ପୋକ୍ସୋ ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ଅଜୟ କୁମାର ମହାନ୍ତି 20 ବର୍ଷ ସଶ୍ରମ କାରାଦଣ୍ଡ ସହ 20,000 ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦାୟ ଅଧିକ 4 ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରପତି। ପ୍ରକାଶ ଥାଉ କି 2019 ମସିହା ସେପ୍ଟେମ୍ବର 19 ତାରିଖ ଦିନ ଦିବା 10 ଘଟିକା ସମୟରେ ଏରସମା ଅଞ୍ଚଳର ସମ୍ପୃକ୍ତ ନାବାଳିକା ଖୁଦୁରୁକୁଣି ଭସାଣି ଦେଖିବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଜିତେନ ତାକୁ ବଳପୂର୍ବକ ଅପହରଣ କରିଥିଲା। ପରେ ନାବାଳିକା ଜଣକୁ ଜିତେନ ସୁଦୂର ବାଙ୍ଗାଲୋର ନେଇ ସେଠାରେ 15 ଦିନ ରଖିବା ସହିତ ନାବାଳିକାଙ୍କ ଇଚ୍ଛା ବିରୁଦ୍ଧରେ ଦୁଷ୍କର୍ମ କରିଥିଲା। ଏହି ଘଟଣାକୁ ନେଇ ପରିବାର ଲୋକେ ଏରସମା ଥାନାରେ ଏତଲା ଦେଇଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ପୁଲିସ ଅଭିଯୁକ୍ତକୁ କଟକ ରେଳ ଷ୍ଟେସନ ନିକଟରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ବିଚାର କରି 18 ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପୋକ୍ସୋ ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ଅଜୟ କୁମାର ମହାନ୍ତି ଏହି ରାୟ ଶୁଣାଇବା ସହିତ ପୀଡ଼ିତାଙ୍କୁ 4 ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଦୋଳଗୋବିନ୍ଦ ଦାସ ପରିଚାଳନା କରୁଥିଲେ। ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।